ମୁଁ ପ୍ରଥମେ କେନ୍ଦ୍ରର ନେତୃତ୍ୱକୁ ଧନ୍ୟବାଦ ଦେଉଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଷ୍ଟ୍ରୀୟ ସଭାପତି ଅମିତ ଶାହା, କେନ୍ଦ୍ରର ସମ୍ପୂର୍ଣ୍ଣ ନେତୃତ୍ୱ ଯେଉଁ ଆସ୍ଥା ବିଶ୍ୱାସ ଓଡ଼ିଶା ପ୍ରତି ରଖିଛନ୍ତି। ଓଡ଼ିଶାର ସରକାର ପରେ ଆମେ ଯେଉଁ ଦାୟିତ୍ୱ, ସେ ଦାୟିତ୍ୱକୁ ନିର୍ବାହ କରିବା ରାଜ୍ୟସଭା ସଦସ୍ୟ ଭାବରେ ଏବଂ କଲେକ୍ଟିଭଲି ସମସ୍ତେ ସାଙ୍ଗରେ ମିଶି ସବୁ କାମ କରିବା ପାଇଁ, ଓଡ଼ିଶାକୁ ଯଶସ୍ୱୀ କରିବା ପାଇଁ, ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ, ଓଡ଼ିଶାକୁ 1 ନମ୍ବର ରାଜ୍ୟ ପରିଣତ କରିବା ପାଇଁ ନିଶ୍ଚିତ ଭାବରେ ଆମେ ସମସ୍ତେ ଗୋଟିଏ ମନ ପ୍ରାଣରେ କାମ କରିବା ପାଇଁ, ସମସ୍ତେ ଗୋଟେ ଟିମ୍ ସ୍ପିରିଟ୍ରେ କାମ କରିବା ପାଇଁ ନୀତିଗତ ଭାବରେ ନିଷ୍ପତ୍ତି ନିଆଯାଇଛି ଏବଂ ସେ ନିଷ୍ପତ୍ତି ଅନୁସାରେ ଆମେ ଓଡ଼ିଶାର ସମସ୍ତ ଟିମ୍ ଗୋଟିଏ ମନ ପ୍ରାଣରେ କାମ କରିବୁ, ଏ କଥା ସ୍ଥିର ହୋଇଛି ଏବଂ ରାଜ୍ୟସଭା ଏବଂ ସଭାପତି ଦାୟିତ୍ୱ ଯେଉଁ ଦିଆହେଇଛି ତାକୁ ମୁଁ ନିଷ୍ଠାର ସହିତ ପାଳନ କରିବା ପାଇଁ ଚେଷ୍ଟା କରିବି। DTV ଓଡ଼ିଆ ଦେଖିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।